ଗ୍ୟାସ୍ ଗୋଟେ ଥର ଦେଲା ପରେ ନେଇକି 6-7 ମାସ ଲାଗି ଯାଉଛି। ଲୋକ ହଇରାଣ ହଉଛନ୍ତି, ବହୁତ ହଇରାଣ ହଉଛନ୍ତି। ବାରମ୍ବାର ଆସୁଛନ୍ତି, KYC ହଉନାହିଁ, KYC ହଉନାହିଁ, OTP ଆସୁନାହିଁ, ଏସବୁ କ'ଣ ଧନ୍ଦା? ସେଥିପାଇଁ ଠିକ ସମୟରେ ଗ୍ୟାସ୍ ଯୋଗାଇ ଦେଲେ ଲୋକ ଉପକାର ପାଇବେ। ସରକାର ମଧ୍ୟ ଏ ବିଷୟ ଜାଣୁ। ଆଜି ପୁରା ଲୋକ ଭିଡ଼ ଅଛନ୍ତି। ଗ୍ୟାସ୍ ମିଳୁନାହିଁ ଲୋକଙ୍କୁ। ବାରମ୍ବାର ଆପ୍ଲାଏ କଲେ ବି ଗ୍ୟାସ୍ ମିଳୁନାହିଁ। ସେଥିପାଇଁ ଲୋକ ନାଇଁ ନଥିବା ହଇରାଣ ହଉଛନ୍ତି। ବର୍ଷାରେ ପୁଣି ଅନେକ ଗରମ ହଉଛି, ଦୁନିଆ ପ୍ରକାର ଅସୁବିଧା ହଉଛି। ଲୋକ ପୁରା ହଇରାଣ ହଉଛନ୍ତି। गेट खुला सागे सागे गली गले अनलोड करबा ପାଇଁ ଗାଡି ଗ୍ୟାସ୍ ପାଇଁ ଗଳି ନଥିଲା ସଡନ ରାସ୍ତା ମଝିରେ ପ୍ରୋବ୍ଲେମ ଥିଲା ଆସି ନଥିଲା ସେଥିପାଇଁ ଓଟିପି କ୍ୟାନ୍ସେଲ ହେଇଯାଇଥିଲା 5 ଦିନରେ ଓଟିପି କ୍ୟାନ୍ସେଲ ହେଇଯାଉଛି ତାପାଇଁ ଓଟିପି କ୍ୟାନ୍ସେଲ ହେଲା ପରେ ଏବେ ଆଉ ଥରେ ବୁକିଂ କଲା ଗୋଟେ ଗାଡି ଆଲା ସବୁ ଗାଡି ଲୋଡ ବାହାରୁ ଯୋଉ ଗାଡି ଗୁଡା ଆସି ଗାଁ ଗାଁ ସେଟା ମୋଦି ଆସିବ ଆମର ରେଗୁଲାର ବର୍ତ୍ତମାନ ଯୋଉ ଲାଇନ୍ ଲାଗିଛନ୍ତି କ'ଣ ସମସ୍ତଙ୍କୁ ହାଣ୍ଡି ଦିଆହବ ସମସ୍ତଙ୍କୁ ଦିଆହବ ସମସ୍ତଙ୍କର ବୁକିଂ ହେଇକିନା କ୍ୟାନ୍ସେଲ ହେଇଯାଇଛି ସେଥିପାଇଁ ପ୍ରୋବ୍ଲେମ୍ ସାଇଟ୍ ଖୋଲୁ ନଥିଲା ହଁ ସମସ୍ତଙ୍କୁ ଦିଆହବ ସମସ୍ତଙ୍କର ବୁକିଂ ସମସ୍ତଙ୍କର ବୁକିଂ ହେଇଛି ଆଉ ଥରେ କ୍ୟାନ୍ସେଲ ହେଇଯାଇଛି ଓଟିପି ରିସେଣ୍ଡ କଲେ ନା ଗ୍ୟାସ୍ ରେଟ୍ ନାଇଁ ନାଇଁ ରେଟ୍ ସେଟା ଆମର ଗଭର୍ଣ୍ଣମେଣ୍ଟ ବୁଝିବ ରେଟ୍ କଥା ଯୋଉଟା